ବିହନ ବୁଡ଼ିବ ପାଚିଲା କ୍ଷେତ କିଆରି ତାପରେ ତେଣୁ କଥାଟି ହଉଛି ବହୁତ ଜିନିଷ ଜାଣିବାର ଅଛି। ପାଲା ହଉଛି ଲୋକ କଳା, ଗଣ ଶିକ୍ଷକ ହଉଛନ୍ତି ଗାୟକ ମାନେ। ଯେତିକି ସମୟ ଯେତିକି କଥା ଗଲା କାର୍ଯ୍ୟରେ ଲଗେଇଲେ ସବୁ କିଛି ହବ। ଆରେ ନ ମାନିଲେ କିଛି ନାହିଁ, ମାନିଲେ ସବୁ କିଛି। ଦେବତା ବ୍ରାହ୍ମଣ ଗୁରୁଜନ ସ୍ଥାନ କାଳ ପତ୍ର ସବୁ ଥିଲା। ଏଠି ହେଇଛି କଣ ପିଲାଟି ପଢି ବଢି ଚାଲିଛି, ସମୟ କାହାକୁ ଅପେକ୍ଷା କରୁନି ନାଇଁ। ତେଣୁ ଘର କରିବା କଥା 4ଟା 6 କଥା କହିଲି, 5ଟା ବହୁ କଥା କହିଛି। ଆପଣ ମନେ ରଖିଥିବେ ସବୁବେଳେ ଜୀବନରେ ଯଦି କୌଣସି ମନୁଷ୍ୟ ଶାନ୍ତି ପାଇବାକୁ ଚାହେଁ, ମଣିଷ ଜୀବନରେ ଟିକେ ଶାନ୍ତି, ଟଙ୍କା ନାହିଁ, ଘର ନାହିଁ, କିଛି ଅସୁବିଧାରେ ଆପଣ ଅଛନ୍ତି, ମନେ ରଖନ୍ତୁ 5ଟା କଥାରେ ଯଦି ଗୋଟାଏ କରିପାରିବେ ଆପଣଙ୍କୁ ଦୁଃଖ ଛୁଇଁବନି। ମଣିଷ ଶାନ୍ତି କେମିତି ପାଇବ? ଆଶ୍ରମକୁ ପଳେଇ ଯିବ। মেসেজাটা পাইতো বুঝতে করবি তো মতে দাদা মতে মিঠুনা নিষ্ঠুরে কলকাতা ঢুকে মনে চলে কন্যা চমায়া সত্যি না তুলি না জ্যোতিষ শাস্ত্র তা কথা কହୁଛି ସବୁବେଳେ 5ଟି ଗକୁ ସକାଳୁ ଉଠି ଦଣ୍ଡବତ କର। ଏ ମା 5ଟି ଗ ବିଛଣାରୁ ଉଠିବା ଆଗେ ମୁଣ୍ଡିଆ ମାରିବ। ତମ ଜୀବନରେ ଦୁଃଖ ଆସିବନି। ମନେ ରଖେଟା ପାଲା ବି ଏତିକି କହିବ ଗୋଲକ ଗାଇଥିଲେ ଗୋଟା ପଦ। 5ଟା ଗ ଗୋସ୍ୱାମୀ ତୁଳସୀ ଦାସ ରାମଚରିତ ମାନସ। 5ଟି ଗ କୁ ଯୋଉ ଲୋକ ସକାଳୁ ମୁଣ୍ଡିଆ ମାରେ, 5ଟି ଗ କିଏ? ଗାୟତ୍ରୀ ଗୋବିନ୍ଦ ଗୌ, ଗାୟତ୍ରୀ ଗୋବିନ୍ଦ ଗୌ, ଇଏ ଗୀତା ଗୁରୁ ଗାୟତ୍ରୀ ଦୁଆର ମୋରେ ବାହାରିବ। ଓಂ ଭୂର୍ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନ ପ୍ରଚୋଦୟାତ୍। ଦୁଆର ବନ୍ଧୁକୁ ମାଲ ଟିକେ ସକାଳୁ ଉଠିକିରି ମୁଣ୍ଡିଆ ମାରିବ ଆଗେ। ସେଇଠି ଗାୟତ୍ରୀ ଲେଖା ହେଇଛି। ଗାୟତ୍ରୀ ଯନ୍ତ୍ର, ଗାୟତ୍ରୀ ଯନ୍ତ୍ର କେମିତିଆ? ଚାହା ମନ ଦ୍ୱିତୀୟା ଚାନ୍ଦ, ତାର ପରେ କଳସ ବସଉନା, ଚାହା ମନ ଦ୍ୱିତୀୟା ଚାନ୍ଦ, ଦୁଆର ମଧ୍ୟରେ ସିନ୍ଦୁର ଦିଆହେଇଛି। ଗାୟତ୍ରୀ ଯନ୍ତ୍ରରୁ ଟିକେ ମୁଣ୍ଡିଆ ମାରିବ। ଗାୟତ୍ରୀ ଗୋବିନ୍ଦ, ବିଛଣାରୁ ଉଠିଲା ବେଳକୁ ଗୋବିନ୍ଦ ଗୋବିନ୍ଦ 3 ଥର କରି ମୁଣ୍ଡିଆ ମାରିବ। ଗାୟତ୍ରୀ ଗୋବିନ୍ଦ ଗୌ, ଗୌ ମାନେ ଗୋରୁ, ଗୋମାତା ଉଦ୍ଦେଶ୍ୟରେ ମୁଣ୍ଡିଆଟିଏ ମାରିବ। ଲେଖା ହେଇଛି ଗୋ ବ୍ରାହ୍ମଣ ହିତାୟତ କୃଷ୍ଣାୟ ଗୋବିନ୍ଦ ଗୋବିନ୍ଦ। ଗାୟତ୍ରୀ ଗୋବିନ୍ଦ ଗୌ ଲେଖା ହେଇଛି ଗୋ ବ୍ରାହ୍ମଣ ହିତାୟତ। ଗୋରୁକୁ ବ୍ରାହ୍ମଣକୁ ମୁଣ୍ଡିଆ ମାରିବ। ଗାୟତ୍ରୀ ଗୋବିନ୍ଦ ଗୌ ଗୀତା, ଗୀତା ଘରେ ନାହିଁ କାଜେ ତମ ଘରେ କିଏ ଅଛି? ମିତା ଅଛି, ସୀତା ଅଛି, ଲତା ଅଛି। ନତା ନ ଲତା କୋଉ ଗୀତା? ଗୀତା ମୋ ବଡ ଝିଅ। 8 ମାସ ହେଲାଣି ସାରେ କୁଆଡେ ଯାଇଛି ମୁଁ ଖୋଜି 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 ପାଉନି। ତୋ ଭାଗ୍ୟ ଭଲ, ବଞ୍ଚିଗଲୁ। ଆରେ ବଞ୍ଚିଗଲୁ। ମେଡିକାଲ ଯାଇଥିଲା, ସେ ଅଟୋବାଲା ସାଙ୍ଗରେ କୁଆଡେ ଗଲା ମୁଁ ପାଉନି। ଅଟୋବାଲା ଧରି ପଳେଇଗଲା। ଅଟୋବାଲା ବି ଇଏ ଧରିକିରି ଗଲା ତ କହିଲୁ। ସେ କିଏ ନା ଗୀତା, ଗୀତା ଯିଏ ପଢିଲେ କଣ ହବ? ଭଲ ଲାଗୁ ନ ଲାଗୁ ଖା ତୁ ପିତା। ଗୀତା ଗୀତା ଭଲ ଲାଗୁ ନ ଲାଗୁ ଖା।
ଭଲ ଲାଗୁ ନ ଲାଗୁ ଜୀବନରେ ଗାଧେଇ ଆସେ ଟିକେ ଗୀତା ପୂଜା କର। ଗାୟତ୍ରୀ ଗୋବିନ୍ଦ ଗୌ ଗୀତା ଆଉ ଗୋଟାଏ ଦଣ୍ଡମତ ହବ ବିଛଣାରୁ ଉଠି ଜୀବନରେ ଶାନ୍ତି ପାଇବ। ଗୁରୁ ଜ୍ଞାନ ଗୁରୁ କିଏ କି ଘରେ ବା ଅଛନ୍ତି ମଧୁ ବାବୁ ଲେଖାରେ ଆଦ୍ୟ ଗୁରୁ କଣ କିରେ ମାମୁଁ କହୁଛି କଣ ଗୋଟେ ଆଜି ହବ। ଜଗତରେ ଆଦ୍ୟ ଗୁରୁ ମାତା ପିତା କହି ଜନ୍ମତା ପିତା ଜୀବନରେ ଯୋଉ ପୁଅ ବାପା ମାଙ୍କର ଆଶୀର୍ବାଦ ପାଇଲା ଜୀବିତରେ ପାଉ ବାପା ମା ପୁଅକୁ ଗାଳି ଦେବେ ହେଲେ କୁସନ୍ତାନ ନୁହନ୍ତି କୁମାତା ଶୁଣା ନାଇଁ ପୁତ୍ର ଦଣ୍ଡ ଦି ମାତା ଅଭିରାମ ଲେଖିଛନ୍ତି। ବାପା ମାଙ୍କୁ ଗାଳି ଦଉଛନ୍ତି ବାପା ମା କଟି କଟି ହେ ଚଗଲା ହେଲା ବୁଲିଲା ଦେଲାନି ଖାଇଲା ପିଇଲା ରାତି ଅଧରା ହଉଛି କିନ୍ତୁ ବାପା ମାଙ୍କର ଆଶୀର୍ବାଦ ଯୋଉ ପୁଅ ଉପରେ ଥବ ମୁଁ ମୋର କଥାରୁ ଜାଣିଛି ଦେଶରେ ବ୍ୟବସାୟ ବାପା ମାଙ୍କର ଆଶୀର୍ବାଦ ନଥିଲେ ମୁଁ ଏଠି ଠିଆ ହେଇଥାନ୍ତି। ମା ବାପାଙ୍କର ଆଶୀର୍ବାଦ ସାରଳା ଦାସ ମହାଭାରତ ଗୋଟାଏ ପଦ କହିଲା ମାତା ପିତା ସୁକୃତରୁ କହିଲା ମାତା ପିତା ସୁକୃତରୁ ସୁକଲ୍ୟାଣ ଶୁଭାଶୀର୍ବାଦ ଯୋଉ ସନ୍ତାନ ଉପରେ ଥାଏ ସେ ପୁଅ କୁଳ ରଖିବ ପୁତ୍ର ରଖିବ ବଂଶ ରଖିବ। ମାତା ପିତା ସୁକୃତରୁ ପୁତ୍ର ହୁଏ ସୁଖୀ ପୁତ୍ର ଯେବେ ସୁଖୀ ହୁଏ କୁଳ ରହିବ ଧର୍ମ ରହିବ। ଆମେ ମାନେ ବାପା ମାଙ୍କୁ ଯୋଉ ଅବସ୍ଥାରେ ରଖିଛେ ନା କୁଳ ନା ଧର୍ମ। ମୋ ଭଣଜା 4 ମାସ ହେଲାଣି ତା ବାପାକୁ ଭିନେ କରିଦେଇଛି ଖାଲି ଯୋଗେଇ ପାଇଲାନି ବୁଢା ଟିକେ ଦୋକା ଖାଇ 50 ଗ୍ରାମ ମୋତିଆର କିଣିକି ଆଣି ଦେଲାନି ମୋ ଭଣଜା ତା ବାପାକୁ 4 ମାସ ହେଲାଣି ଭିନେ କରିଦେଇଛି। ଆରେ ରାଜୁ ବଇଆ ଲବେଶ୍ୱର ବୁଢା ଆଚ୍ଛା ଶୁଣା ତ ବାପାଙ୍କୁ ଭିନେ କରିଦେଲେ ଲାଭଟା କଣ? ତରକାରୀ ପତ୍ର ଟିକେ ସୁଆଦିଆ ହବ ମାନେ ବୁଢା ସବୁବେଳେ ଖାଉଛି ଖାଲି କହୁଛି ମତେ ଚିକେନ ଦେ ମାଛ ଦେ ମଟନ ଦେ ବୁଢାକୁ ଭିନେ କରିଦେଲା ତାଙ୍କର ବୁଢା ବୁଢୀ ପୁଅ ବୋଉ ଖାଇଲେ ଆଉ କଣ ଚିକେନ କରିବି ଆଉ ବାପୁକୁ ଦେଲନି ତମେ ଖାଇଲ ଭିନେ କରିଦେଲା ଆଉ ବୁଢା ବୁଢୀ ତାଙ୍କର ଅଲଗା କେଇ ଦିନରେ 4 ମାସ ହେଲାଣି ମାନବ ଜୀବନ କିରେ ନୁହଁ କେବଳ ବର୍ଷ ମାସ ଦିନ ଟିକେ ପୂର୍ବରୁ ବାବୁରେ 7 ଲୋକ ଭୂଲୋକ 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 ଭୋଗଲୋକ ସୁହଲୋକ ମହଲୋକ ତଳଲୋକ ଅପଲୋକ ସତ୍ୟଲୋକ ପାତାଳ 7 ଭୂତ ଇଏ ହେଲା 7
শপথ বেষ্টিত মজা অস্থি রক্ত মাংস চর্ম লোম শুক্র হଉ ଶୁଣିଲେ ଗୁଣିକ ଜନ ଝିଅ ମାନେ ଅଛ ବ୍ରାହ୍ମଣ ଶାସନ ରଘୁନାହାନ୍ତି ତମ ଘରେ ବସେ ନା କଳସ ବସେ ନା ବାହାଘର ମତ ଘର ହୁଏ ନା ବୁଢାବୁଢୀ କୋଉ ନାରୀ ଦିଏ ନା ତମେ ଜାଣିନା ଇଏ ହପନାଥ ଗୀତ କଲ ବୁଢାବୁଢୀ ପକେଇଲ ଯେ ଯୋଉ ଦି ଜଣ ପକେଇଲ ଭାବିକିରି ପକେଇଲ ବୁଢାବୁଢୀ ପକେଇବାର ନିୟମ ଅଛି ବୁଢାବୁଢୀ କେମିତି ପକେଇଲେ ମଙ୍ଗଳ କେମିତି ପକେଇଲେ ଅମଙ୍ଗଳ ବୁଢାବୁଢୀ କେମିତି ପକେଇବ ଜାଣିଛ ବାମ ଭାଗେ ଆଜ୍ଞା ଜିହ୍ୱା ଦକ୍ଷିଣାଭି ମୁଖସ୍ପୃଶ ମୁଖମସ୍ୟ ବିନ୍ଧ୍ୟବାଦେ ଦ୍ୱିତୀୟ ହୁଳ ହରିଣୀ ବୁଢାବୁଢୀ ପକେଇବ ବାମ ଭାଗେ ଆଜିର ଜିହ୍ୱା ଜୀବଟାକୁ ଆଗେ ବାଁ ପଟ ଉଠେରେ ଲଗେଇବ ବାଁ ପଟରୁ ଡାହାଣକୁ ନବ ଡାହାଣରୁ ଯୋଉ ନାରୀ ବାଁ ପଟକୁ ଯିବ ଆଗେ ଏଇ ପଟରେ ଲଗେଇଦେଲା ଡାହାଣରେ ତା ସ୍ୱାମୀ ପୁଅର ଅମଙ୍ଗଳ ହବ ବାମ ଭାଗେ ଆଜିର ଯିବା ଆଗେ ବାଁ ପଟରେ ତମେ କୋଉ ପଟରେ ଲଗେଇଲ ତମେ ଜାଣିଛ କଣ କରିବି କେତେ କହିବ ମଣିଷ ଏ ରାତିକିରେ କେତେ ଯିବ କଣ କରୁଛି ବୁଢାବୁଢୀ ଦେଲେ କଣ ହବ ହରିବଳ ଦେଲେ କଣ ହବ ପାପ ହରେ ନାମ କେବଳ ଯିଏ ହରିବଳ ଦେଲା ତା ଦେହରୁ ପାପ ଗଲା କୋଉଠିକି ଯିବ ଯିଏ ପାଖରେ ବଇଛି ହରିବଳ ଦେଲାନି ଆ ପାପ ଯାଇ ସବୁ ତାରି ଦେହ ରହିବ ବାବା ଦେଖି ଆଇଥିଲୁ ଘରକୁ ସମସ୍ତର ପାପ ନେଇକିରି ଯିବୁ ହୁଳହୁଳି ଦେଲେ କାଳ ଦୂର ହେଇଯାଏ ଯୋଉ ମା ପାଖରେ ବସିଲ ହୁଳହୁଳି ଦେଇନି ଯିଏ ଦେଲା ତା ଦୁଃଖ ବଳା ଯିଏ ପାଖରେ ବସି ଦେଇନି ତା ଦୁଃଖଟା କାହାରି ଘଟି ରହିବ ତେଣୁ ଭାବି ଯେମିତି ହରିବ